ଆଜି ପୂର୍ବାହ୍ନ 8 ସମୟରେ ନୀଳଗିରି ସହରସ୍ଥ ବରିସାହି କଲ୍ୟାଣ ମଣ୍ଡପରେ ଏକ ବନ୍ୟାଢ଼୍ୟ ପରିବେଶ ମଧ୍ୟରେ ନୀଳଗିରି ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଔପଦା ବାହାନଗା ନୀଳଗିରି ବ୍ଲକର ଗତ ମେଟ୍ରିକ୍ ପରୀକ୍ଷାରେ A1 ପାଇଥିବା ମୋଟ 25 ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ SKF ଦାତବ୍ୟ ଅନୁଷ୍ଠାନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୀଳଗିରି ନିର୍ବାଚନ ମଣ୍ଡଳୀ ବୁଦ୍ଧିଜୀବୀ ଉପଦେଷ୍ଟା କମିଟି ପକ୍ଷରୁ ଏକ ବିଶାଳ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପିଲା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମ୍ପୃକ୍ତ ସ୍କୁଲର ଜଣେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଏହି ଉତ୍ସବର ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ABO ତଥା କମିଟିର ସଭାପତି ରବି ନାରାୟଣ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି ଭାବେ ନୀଳଗିରିର ଲୋକପ୍ରିୟ ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ ପିଲା, ଅଭିଭାବକ ଓ ଶିକ୍ଷକମାନଙ୍କୁ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଭଲ ମଣିଷ ହେବା ପାଇଁ ଉଦ୍ବୋଧନ ଦେଇଥିଲେ। ମେଟ୍ରିକ୍ ପରୀକ୍ଷାର ଫଳ ପ୍ରକାଶନ ପରେ କେଉଁ ସମସ୍ୟାରେ ନିଜେ ସମ୍ମୁଖୀନ ହୋଇଥିଲେ ନିଜ ଜୀବନ କାହାଣୀରୁ ଉଦାହରଣ ଦେଇ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ କେଶରୀ ପରିଡ଼ା, ବରେଣ୍ୟ ଅତିଥି ଭାବେ ଔପଦା BDO ଶାଶ୍ୱତୀ ସାଡୁଆଳ, ଔପଦା ବ୍ଲକ ଅଧ୍ୟକ୍ଷା BC ବିପାଶା ପାତ୍ର, ଔପଦା 1 ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମୁନ୍ସି, ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଦାସ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉଦ୍ବୋଧନ ଦେବା ସହ ପୁରସ୍କାର ରୂପେ ସ୍କୁଲ ବ୍ୟାଗ୍, ଉତ୍ତରୀୟ, ଡାଏରୀ, ଡିକ୍ସନାରୀ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସର୍ବାଧିକ ନମ୍ବର ରଖିଥିବା ଅଭିଲିପ୍ସା ଶତପଥୀ, ରଶ୍ମିରଞ୍ଜନ ବାରିକଙ୍କୁ ପୁରସ୍କାର ପ୍ରଦାନ ପରେ ଅନ୍ୟ ଏକ କାର୍ଯ୍ୟକ୍ରମକୁ ଚାଲିଯିବା ପରେ ସ୍ୱରମୟୀ ଦେ, ଆୟୁଷ୍ମାନ ଦାସଙ୍କ ସମେତ 20 ଜଣ ମେଧାବୀ ପରୀକ୍ଷାର୍ଥୀ ଓ ଅନୁପସ୍ଥିତ ଥିବା 5 ଜଣ ଛାତ୍ର ଅଭିଭାବକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ଅଜୟ ମଢେଇ। ଅତିଥି ପରିଚୟ ପ୍ରଦାନ କରିଥିଲେ ଉପସଭାପତି ସୁରଞ୍ଜନ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନିରଞ୍ଜନ ପ୍ରସାଦ ବାରିକଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହାୟତା ପ୍ରଦାନ କରିଥିଲେ। SKFFCର ସ୍ନେହଲତା ଖଟୁଆଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ବେଳେ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ବାଲେଶ୍ୱରରୁ ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ, ନିବେଦିତା ନ୍ୟୁଜ୍। शुभेच्छा। विशेष कार्य व्यस्तता विलंब शीघ्र जावाई निहाती पड़ो कि आज ये कार्यक्रम आपको छाड़ी जावाई मात्र इच्छा ना किंतु किसी प्रकार अनएवोइडेबल सिचुएशन अच्छी जावाई पड़ो। आज नीलगिरी बुद्धिजीवी उपदेष्टा कमिटी जहाँ सशस्त्र फैन क्लब पृष्ठपोषकतार आज कार्यक्रम आयोजन कर प्रकृत उद्देश्य हूँ जो 25 जन पिला आज संबर्धित